ଭୋଟ ଦେଇଥିଲେ ଦେଖନ୍ତୁ ସର୍ବପ୍ରଥମେ ମୁଁ ମୋର ବସ୍ତା ବାଲିଆପାଳର ଯେତିକି ଗୁରୁଜନ ମାନେ ଅଛନ୍ତି ସେମାନଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଉଛି। ଅନ୍ୟ ସମସ୍ତଙ୍କୁ ସାଦରେ ନମସ୍କାର କରୁଛି। ମୁଁ ବସ୍ତା ବାଲିଆପାଳ ବାସୀଙ୍କର ସେବା କରିବା ପାଇଁ ବ୍ରତୀ ହେଇ ଘରୁ ବାହାରି ଆସିଥିଲି ଏବଂ 2024 ନିର୍ବାଚନରେ ମୋର ବସ୍ତା ବାଲିଆପାଳବାସୀ ତାକୁ ପ୍ରମାଣ କରି ଦେଖେଇଥିଲେ। ଆଉ ଆଜି ଆପଣ ମାନେ ଦେଖିଲେ ମୁଁ ଆତ୍ମବିଭୋର ହଉଛି, ମୋ ଆଖିରୁ ଲୁହ ବାହାରି ଯାଉଛି ଯେ ମୋ ବସ୍ତା ବାଲିଆପାଳବାସୀ ଆଜି ମଧ୍ୟ ସବୁ କଥା ପରେ ମତେ ଏତେ ମାତ୍ରାରେ ଭଲ ପାଇଛନ୍ତି। ତାର ପ୍ରତିଫଳନ ସ୍ୱରୂପ ଆଜି ଯୋଉ ହଜାର ହଜାର ଲୋକ ଏଠି ଏକତ୍ରିତ ହେଇଛନ୍ତି ତାର ପ୍ରମାଣ ଦଉଛି। ମୁଁ ଆପଣମାନଙ୍କ ମାଧ୍ୟମରେ କହିବାକୁ ଭଲ ପାଇବି, ମୋର ଗୋଟିଏ ଅଭିପ୍ରାୟ, ଗୋଟିଏ ଅଭିସନ୍ଧି କେବଳ ମୋ ଅଞ୍ଚଳର ବିକାଶ, ମୋ ବସ୍ତା ବାଲିଆପାଳ ବାସୀଙ୍କର ବିକାଶ। ଏଠି କେମିତି ଆସନ୍ତା ଦିନରେ ଶିଳ୍ପ ଆସୁ, ଏଠି କେମିତି ଆସନ୍ତା ଦିନରେ ବେରୋଜଗାରୀ ବନ୍ଦ ହଉ, ଏଠି କେମିତି ଆସନ୍ତା ଦିନରେ ମୋ ଲୋକମାନେ ସୁବିଧାରେ ବସବାସ କରନ୍ତୁ, ସେଇଟା ହିଁ ହବ ମୋର ପ୍ରଥମ ଦାୟିତ୍ୱ ଏବଂ କର୍ତ୍ତବ୍ୟ। ଦେଖନ୍ତୁ ମୋର ଗଣମାଧ୍ୟମର ଭାଇ ମାନେ, ବନ୍ଧୁ ମାନେ, ଆପଣ ମାନେ ଦେଖୁଥିବେ ଯୋଉ ରାଜନୈତିକ ଏକ୍ସପର୍ଟ ମାନେ ଯୋଉମାନେ ସମ୍ବିଧାନ ବାବଦରେ ବିଶଦ ଭାବରେ ଜାଣିଛନ୍ତି, ସେମାନେ ସବୁବେଳେ ଡିବେଟ କରୁଛନ୍ତି, ଆଲୋଚନା କରୁଛନ୍ତି ଯେ ରାଜ୍ୟସଭା ଇଲେକ୍ସନ ଏମିତି ଗୋଟେ ଇଲେକ୍ସନ, ଏ ଇଲେକ୍ସନରେ କେହି କାହାକୁ ହୁଇପ ଜାରି କରିପାରିବ ନାହିଁ। ତାପରେ ମଧ୍ୟ ମୁଁ ଆମର ଯିଏ ଦଳର ପ୍ରାର୍ଥୀ ହେଇଛନ୍ତି ତାଙ୍କୁ ମଧ୍ୟ ଭୋଟ ଦେଇଛି ଏବଂ ଆଉ ଗୋଟେ ଭୋଟ ମୋର ବିବେକ ଅନୁମୋଦିତ ଭୋଟ ଦେଇଛି। ଆମେ ସମସ୍ତେ ବିଜୁ ବାବୁଙ୍କୁ, ପ୍ରବାଦ ପୁରୁଷଙ୍କୁ ସବୁବେଳେ ମନେ ପକାଉଛୁ ଏବଂ ଓଡ଼ିଶା ଜଣେ ଓଡ଼ିଆ ଯେତେଦିନ ପର୍ଯ୍ୟନ୍ତ ଜୀବିତ ଥିବ ଏ ବିଜୁ ବାବୁଙ୍କ ନାଁକୁ ସ୍ୱର୍ଣ୍ଣାକ୍ଷରରେ ଲେଖୁଥିବା ଏବଂ ତାଙ୍କୁ ମନେ ପକାଉଥିବା। ବିଜୁ ଜନତା ଦଳ ତରଫରୁ ଆଜି ବହୁତ ଜିଲ୍ଲା ପରିଷଦ ଏବଂ ସଭାପତି ମାନେ ଦଳ ଛାଡୁଛନ୍ତି, ଏ ବିଷୟରେ ଆପଣଙ୍କର ପଦକ୍ଷେପ ଆଗକୁ କଣ ରହିବ? ଯେହେତୁ ବର୍ତ୍ତମାନ ସସ୍ପେଣ୍ଡ ହେଇସାରିଛନ୍ତି, ଆଗକୁ ଆପଣଙ୍କ ପଦକ୍ଷେପ କଣ ରହିବ? ବିଜୁ ଜନତା ଦଳ ଦେଖନ୍ତୁ ମୋର ସ୍ୱର, ମୋର କଥା ହଉଛି ମୋ ଲୋକଙ୍କର ସ୍ୱର, ମୋ ଲୋକଙ୍କର କଥା। ମୋ ବସ୍ତା ବାଲିଆପାଳବାସୀ ଯାହା ଚାହିଁବେ, ଏ ସୁବାସିନ୍ଦା ନା ପୁରା ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗୀକୃତ ତାଙ୍କ ପାଇଁ। ସେମାନେ ଯେତେବେଳେ ଯାହା କହିବେ, ଯେମିତି କରିବାକୁ କହିବେ, ମୁଁ ସେଇଆ କରିବି, ସେମିତି କରିବି। ଧନ୍ୟବାଦ। ଦଳର ଯୋଉ ଆପଣ ନିଲମ୍ବନ ଆଦେଶ ଜାରି କରିଛି, ଏହାକୁ ଆମେ କି ପ୍ରକାର ଦେଖୁଛନ୍ତି? ସ୍ୱାଗତ କରୁଛନ୍ତି ନା ଦଳର କାର୍ଯ୍ୟକୁ ସମ୍ମାନ ଜଣାଉଛନ୍ତି? ଦେଖନ୍ତୁ ସେ କଥା ଯୋଉମାନେ ମତେ ନିଲମ୍ବନ କରିଛନ୍ତି ସେ ବାବଦରେ ଭଲ ଭାବରେ କହିପାରିବେ। ମୁଁ କିଛି ସେ ବାବଦରେ ଟିକା ଟିପ୍ପଣୀ ଦବାକୁ ଉଚିତ ମନେ କରୁନାହିଁ। ଧନ୍ୟବାଦ।